ସରିଗଲା ପରେ ସାଧାରଣ ନିର୍ବାଚନ ଏବେ ପାଣି ପାଇଁ ରାସ୍ତା ରୋକ। କୁକୁଡ଼ାଖୁଣ୍ଡି ବ୍ଲକ ସଦର ଥାନା ଅନ୍ତର୍ଗତ ରତନପୁର ଗ୍ରାମବାସୀଙ୍କ ପକ୍ଷରୁ ସେମାନଙ୍କ ପାନୀୟ ଜଳ ସମସ୍ୟାର ସୁଧାର ନିମନ୍ତେ ଆଜି 216 ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଅଧିକ ଗ୍ରାମ ମହିଳାଙ୍କ ସହ ଗ୍ରାମବାସୀ ସମୂହ ବ୍ରହ୍ମପୁରରୁ ହିଞ୍ଜିଳି ଆସିକା ରାସ୍ତା ଜାତୀୟ ରାଜପଥରେ ହାଣ୍ଡି ମାଠିଆ ରୁଣ୍ଡ କରି ଯାତାୟାତ ସମ୍ପୂର୍ଣ୍ଣ ଠପ୍ କରିଥିଲେ। ଫଳରେ ରାସ୍ତାର ଉଭୟ ଦିଗରେ ଶହ ଶହ ଚାରିଚକିଆ ଯାନ, ବସ୍, ଟ୍ରକ୍, ଅଟୋ ଆଦି ଅଟକି ରହିଥିଲା। ସୂଚନା ପାଇ ଦୀର୍ଘ ସମୟ ପରେ କୁକୁଡ଼ାଖୁଣ୍ଡି ବିଡିଓ ପଲ୍ଲବୀ ସ୍ୱାଇଁ, କୁକୁଡ଼ାଖୁଣ୍ଡି ତହସିଲଦାର ସପନ କୁମାର ସାହୁ, ସଦର ଥାନା ଅଧିକାରୀ ରାମ ସୁବ୍ରମଣ୍ୟ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ରାଜପଥ ଅବରୋଧକାରୀଙ୍କୁ ବୁଝାସୁଝା କରିବା ସହ 3 ଦିନ ମଧ୍ୟରେ ସେମାନଙ୍କ ପାନୀୟ ଜଳ ଯୋଗାଣ ସମସ୍ୟାର ସମାଧାନ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରତ ଗ୍ରାମବାସୀ ରାସ୍ତା ଅବରୋଧରୁ ଓହରିଥିଲେ। ରିପୋର୍ଟ ନାରଦ ନ୍ୟୁଜ୍ ଓଡ଼ିଆ। ଏହିପରି ଖବର ସହିତ ଯୋଡ଼ି ହୋଇ ରହିବା ପାଇଁ ଆମ ଚ୍ୟାନେଲ ନାରଦ ନ୍ୟୁଜ୍ ଓଡ଼ିଆକୁ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରନ୍ତୁ ଏବଂ ଫେସବୁକ୍, ଇନଷ୍ଟାଗ୍ରାମ ଓ ହ୍ୱାଟ୍ସଆପ୍ରେ ମଧ୍ୟ ଫଲୋ କରିବେ। ଆମେ ଯାଉନୁ କୁଆଡ଼େ, ଖାଲି ରାସ୍ତା ଖାଲି କର, ଲୋକ ଗୁଡ଼ାଙ୍କୁ ଛାଡ଼ି ଦିଅ, ଲୋକ ହଇରାଣ ହେଲା। ଆମେ ତ ବସିଲୁ ନା, ଆମେ ତ ବସିଛୁ, ଆମେ ପଳଉନୁ କୁଆଡ଼େ। ଭିଡ଼ିଓ ଅଛନ୍ତି, ମୁଁ ଅଛି, ଆମ ଷ୍ଟାଫ୍ ସବୁ ଅଛନ୍ତି। ତରଫ କରିଥିଲେ, ଏବେ ତାଙ୍କର ସମାଧାନ ହେଇଯାଇଛି। ଆମେ ଲିଖିତ ପ୍ରତିଶ୍ରୁତି ଦେଲୁ ଯେ ଆଗାମୀ 3 ଦିନ ଭିତରେ ତାଙ୍କର ପାଣି ମଟର ଠିକ୍ ହେବ। ଯେଉଁ ପାଣି ମଟର ତାଙ୍କର 3ଟା ଥିଲା, 3ଟାରୁ 2ଟା ଫେଲିୟର ହେଇଗଲା, ଆଉ ଗୋଟେଟା ଗତକାଲି ପୋଡ଼ି ଯାଇଥିଲା ଏବଂ ଗତକାଲି ମଧ୍ୟ ରିପେୟାର କରିବାକୁ ଚେଷ୍ଟା କରାଯାଇଥିଲା, ହେଇପାରିଲାନି। ତ ଆଜି ମଧ୍ୟ ରିପେୟାରିଂ କରାହେଉଛି। ଆଉ ତେଣୁ ଆମେ ଟେମ୍ପୋରାରୀ ବେସିସ୍ରେ ତାଙ୍କୁ ୱାଟର ଟ୍ୟାଙ୍କର ବ୍ୟବସ୍ଥା କଲୁ, ଯେଉଁଟାକି ରୋଟେସନ୍ ବେସିସ୍ରେ ପୁରା ଦିନରୁ ସକାଳରୁ ସନ୍ଧ୍ୟା ଯାଏ ତାଙ୍କ ଗାଁରେ ପ୍ରତି ସାହି ସାହି ବୁଲିକି ଟ୍ୟାଙ୍କର 3ଟି ଟ୍ୟାଙ୍କର 6 ଥରୁ 8 ଥର ସେମାନେ ପାଣି ଯୋଗାଇବେ। ତା ସହିତ ତାଙ୍କର ଯେଉଁ ଡିମାଣ୍ଡ ଅଛି ଯେଉଁଟା ଜାନାବିଲ୍ ପ୍ରୋଜେକ୍ଟ, ସେଥିପାଇଁ ଆମେ ଜିଲ୍ଲାପାଳଙ୍କୁ ଜଣାଇବୁ। ତାଙ୍କର ମାନେ ଅନୁମତି ମିଳିଲା ପରେ ହିଁ ସେଠୁ କନେକ୍ସନ୍ ଗାଁକୁ ଦେଇହେବ। ତେଣୁ ବର୍ତ୍ତମାନ ପର୍ଯ୍ୟନ୍ତ ଯେ ପର୍ଯ୍ୟନ୍ତ ଆପଣଙ୍କର ପାଣି ମୋଟର ରିପେୟାର ହେଇନି ଏବଂ ପାଣି ସ୍ଥାୟୀ ସମାଧାନ ହେଇନି, ସେ ପର୍ଯ୍ୟନ୍ତ ତାଙ୍କୁ ଆମେ ୱାଟର ଟ୍ୟାଙ୍କରରେ ପାଣି ଯୋଗାଇବା ବ୍ୟବସ୍ଥା କରୁଛୁ।